ରାଧେ ରାଧେ ସାଙ୍ଗମାନେ ସମସ୍ତେ କେମିତି ଅଛନ୍ତି? ଆଶା କରୁଥିବି ରାଧାରାଣୀଙ୍କ କୃପାରେ ଆପଣମାନେ ସମସ୍ତେ ଭଲରେ ଥିବେ, କୁଶଳରେ ଥିବେ, ମଙ୍ଗଳରେ ଥିବେ। ତ ଆଜି ମୋର ପ୍ରଥମ ଏକାଦଶୀ ଉପବାସ ମୁଁ ଆରମ୍ଭ କରିବାକୁ ଯାଉଛି। ସେଥିପାଇଁ ଘରୁ ଜଲ୍ଦି ବାହାରି ପଡ଼ିଲୁ ଆମେ ବୋଉ ଘରକୁ ଯିବା ପାଇଁ। ସେଠି ଯାଇକି ସ୍କୁଟି ରଖିକି ଆମେ ବାହାରି ପଡ଼ିଲୁ ମୋ ଭଉଣୀକି ନେଇକି। କୁଆଡ଼େ ଯାଉଛୁ ଦେଖନ୍ତୁ, ଆମେ ଯାଉଛୁ ସାକ୍ଷୀଗୋପାଳ, ଯେଉଁଠିକି ପ୍ରଭୁ ନିଜେ ଭକ୍ତଙ୍କ ପାଇଁ ବୃନ୍ଦାବନରୁ ଚାଲି ଚାଲି ଆସିଥିଲେ ଏଇଠିକି ସାକ୍ଷୀ ହେଇକି। ତ ଏଠି ଦର୍ଶନ କରିବାର ମାନେ ବୃନ୍ଦାବନରୁ ଶ୍ରୀ ବାଙ୍କେ ବିହାରୀ ରାଧାରମଣ ଲାଲକୁ ଦର୍ଶନ କରିବା ସହିତ ସମାନ। ଆଉ ମୁଁ ତ ବହୁତ ଖୁସି ଯାହା ହଉ ପ୍ରଭୁ ମୋତେ ଏକାଦଶୀରେ ତାଙ୍କ ଉପବାସ କରିଛି ଆଉ ତାଙ୍କ ଡୋରି ଲଗେଇକି ପ୍ରଭୁ ନିଜେ ମୋତେ ଏତେ ସୁନ୍ଦର ଦର୍ଶନ ଦେଲେ। ମୋ ମନ ମୋ ଆତ୍ମା ସବୁ ହିଁ ଶାନ୍ତି ହେଇଗଲା। ତାପରେ ଆମେ ସେଇଠୁ ଦର୍ଶନ କରିକି ବାହାରି ପଡ଼ିଥିଲୁ ପୁରୀରେ ଜଗାଙ୍କ ଦର୍ଶନ ହେଇପାରିଲାନି। ଆଜି ଯେହେତୁ ବଡ଼ ଏକାଦଶୀ ପଞ୍ଚୁକ ଚାଲିଛି, ବହୁତ ଭିଡ଼, ମୋ ଛୁଆକୁ ଧରିକି କରିପାରିଲିନି। ମୁଁ ପତିତ ପାବନକୁ ମୁଣ୍ଡିଆ ମାରିକି ମୁଁ ପ୍ରଣାମ କରିକି ଚାଲି ଯାଇଥିଲୁ ସମୁଦ୍ର କୂଳକୁ। ଆଉ ସମୁଦ୍ର କୂଳରେ ଦେଖନ୍ତୁ, ମୋ ଝିଅ ତ ବିଲକୁଲ ହିଁ ଯାଉନି ସମୁଦ୍ର କୂଳକୁ, ନା ନିଜେ ଗଲା ନା ମୋତେ ଯିବାକୁ ଦେଲା। ସେଇଠି ବସିଲା ତା ବାବା ପାଖରେ। ଆଉ ଆମେ ଦୁଇ ଭଉଣୀ ଯାଇକି ଟିକେ ସମୁଦ୍ରରେ ମଜା କଲୁ। ତାପରେ ପୁଣି ରିଟର୍ନ ଆସିଥିଲୁ ପୁରୀ ପ୍ରଭୁଙ୍କୁ ଦର୍ଶନ କରିବା ପାଇଁ। ତଥାପି ଆହୁରି ଛାଡ଼ୁନଥିଲେ, ସେଥିପାଇଁ ଆମେ ଘରକୁ ରିଟର୍ନ କରିଥିଲୁ। ରହୁଛି ଜଗନ୍ନାଥ, ଜୟ ଜଗନ୍ନାଥ, ରାଧେ।